अच्छा स्वच्छ साथी मान बेसी गाँ लोक सब सचेतन कर स्थिर कर मत आज गोटे पुरस्कार मिल जगतर नाथ जगन्नाथ प्रभु तब हाथ जोड़ी मुझे विनती करुच्ची मो झील को तमें सब एमती घटे घोड़े रखि था प्रभु केमी मैंने स्वच्छता बजाय से विषय में चली आलोचना स्वच्छ सर्वेक्षण चली आज आम अफिस लोक मैंने चेयरमैन आसवे आम स्वच्छ साथी मैंने लोक आसवे से आम कौन कर आम समस्त एकजुट हाँ केमी स्वच्छता को बजाय रखा आम वार्ड सफा सुतरा रखा ये विषय आम आलोचना करा सी सब आसे जहाँ जलचा व्यवस्था देगा पैसा दरकार ना पैसा दरकार जब आसवे म्यूनिशिपालिटी अफिस जब चा पानी टे ना हम नहीं नियम तो चा पानी दरकार कम टंका 500 हाँ टंका 500 आधा करदेनी गाँव में बुलिकी क्या दबार पड़े तुम से 500 टंका दो मोर पैसा में सी आसिक खाइबे भारी तू कथा कौट रास्ता करूँ कि करूँ तमें रास्ता कर पड़िच से 500 टंका दब आम बर्तमान खर्च रास्ता पाखे हगिदेले 500 जरिमाना देले जान दब ना दबन नहीं जीवु चाल मो सागर तू गप ना क्या फोन कर ठीक है 500 टका दब चलो चाल चाल नहीं पड़ेबू दाता दाता शक्ति तब जानी तब जो तुम्हारे छुआटे को छाड़ी दे तब आम को चली गल 500 वर्षकर पिलाटा को पाई पोषी बड़ कर शांति गोटे भविष्य परिस्थिति कर झीलटा ଆମ ଗାଁର ଲୋକମାନଙ୍କର ସେବା କରୁଛି ତମେ ଥିଲେ ଅନେକ ଖୁସି ହୋଇଥାନ୍ତ ନା ହଁ ଆଉ ଗୋଟେ କଥା ଆମ ଝିଅର ବାହାଘର ହେଇକି ଯାଇଛି ତମେ ତମ ପାଖରେ ଯାଅ ହେଲେ ତମ କଥା हाथी खाई खाली बड़े पहुंचे जाते तभी से सरकार थी तुमको शक्ति तभी से ना स्वर्ग को चले ऐसे दिखाई तब अच्छे को तो यार तब अच्छे सुख करे रहो आज तब कथा बोला भाई बड़ी फुर्ती शक्ति भाई तुम्हें कांदुछ बापा तो बात खबर तोते पड़गला तो
ସେଥିପାଇଁ ଆଖିରୁ ଲୁହ ଆସିଗଲା। ମୁଁ ଜାଣିଛି ପରା ତମେ ସବୁବେଳେ ଏମିତି ବୋଉ କଥା ମନେ ପକେଇ ଖାଲି ଆଖିରେ ଲୁହ ଝରଉଛ। ଚାଲ ବାପା କଣ ଦିନ ଖାଇଦବ, ଖାଇସାରିଲା ପରେ ପୁଣି ତମେ ଔଷଧ ଖାଇବ। କଣ ଦିନ ଅଛି ଖାଇବା ପରେ ତମେ ଏଇଠି ବସ, ମୁଁ ଖାଇବା ଦେଇକି ଆସିବି। ଦେଖିଲ ତମ ଝିଅକୁ ତମରି କରି ତମ ଝିଅ ସବୁ ଦେଖି ତୁ ଖାଇଲେ କି ନ ଖାଇଲି ପାଖରେ ବସାଇ ଯେଥରି ଖାଇବାକୁ ଦିଅ ଝିଅ ଠିକ ତମରି କରି। ପୁଣି ଥରେ ତମେ ଇଆଡେ ଛାଡି ତମେ ଚିନ୍ତା କର। ନାଇଁ ରେ ବା ଏଠି ବସିଲ, ଆସ। ଦେଖ ସବୁ ହାତ ଯୋଡ଼ି ମୁଁ ଏତିକି ବିନତି କରୁଛି ମୋ ଝିଅକୁ ତମେ ସବୁବେଳେ ଏମିତି ଘଣ୍ଟ ଘୋଡ଼େଇ ରଖିଥାଅ ପ୍ରଭୁ, ଏମିତି ଘଣ୍ଟ ଘୋଡ଼େଇ ରଖିଥାଅ। ଝିଅ କଥା ଆଚ୍ଛା ହଠାତ୍ କଣ ଏମିତି ଆମ ଘରେ ପହଞ୍ଚିବେ? ହଠାତ୍ କିଏ ତୁ ଜାଣିପାରୁ ତୋରି ଘରକୁ ଆଇଥିଲି, ପ୍ରସ୍ତାବ ନେଇକି ଯାଇଥିଲି, ବାହାଘର କଥା ଚିନ୍ତା କଲି, ଫାଇନାଲ କଲି ତୋ ପାଖକୁ ଆଇ ବୁଝିଥିଲି ଯେ ହେଲେ ସମୟ କଥା କରିକି କଣ ଝିଅର ପରା ବାହାଘର ଠିକ ହେଇଯାଇଛି? କିଏ ଚଣ୍ଡାଳ ତୁ କଣ କଲୁ? କିଏ ବତେଇ ନ ଜଣେଇ ଝିଅର ଫାଇନାଲ କରିଦେଇଛୁ? ହଁ ବୋଲେ ଆଜି ବେପାର ପୁରା ମାନ୍ଦା। ଆଇଲା ବେଳେ ବିଲେଇ ମୁଁ ଚାହିଁଥିଲି ସେ ତ ହବ। ଆଚ୍ଛା ଇଏ ସନାତନ ଇଏ କଥା କଣ ଝିଅର ବାହାଘରଟା କୋଉଠି କଲୁ? ଏଇ ପାଖ ଯୋଉ ଭଦ୍ରା ସାହି। ହଁ ସେଇଠି ଭଦ୍ରା ସାହି। ମୁଁ ନେଇକି ଆସିଛି ଗୋଟା ପ୍ରସ୍ତାବ, ଟୋକା ଯୋଡ଼ା ମାଇନ୍ସରେ ଚାକିରି କରିଛି, ଟ୍ରକ୍ 4-5ଟା
ତୁ ଘରେ ରହି। ତାରି ବି ଭଲ ଘର ଯୋଉ କଥାର ଘର ନୁହଁ ପୁରସ୍ତମ କି? ତାରି ପୁଅ ଯାହା ଯେତେ କହିଥିଲେ ପୁରସ୍ତମର ମୋର ଭଲ ସମ୍ପର୍କ ସେଇଠି କରିଦେଇଥାନ୍ତି। ହଉ ଛାଡେ, ଯାହା ହବାର ଥିଲା ହେଲା। ହଉ ମୁଁ କଥା କରିବି, ଆଉ ଡେରି କନା। ବସ ଭଡ଼ାଟା ସରିଯାଇଛି, କଣ କରିବା ମୁଁ ଆଇଥିଲି। ଏଇଗୁଡ଼ା କଥା ଦବା ଆଉ। ଆଚ୍ଛା କାମ ଆଉ ତମର ଅଛି? ନାଇଁ କିଛି ନାଇଁ। ଗୋଟେ କାମ କରୁନ, ମୋ ଝିଅ ଯାଇଛି ପୁରସ୍କାର ପାଇବ ଏଇ ଯୋଉ ପୌରପାଳିକା ମ୍ୟୁନିସିପାଲିଟି ଅଫିସ। ହଁ ଚାଲ ସେଠି କଣ ନାଚ ଗୀତ ହବ, ନାଚ ଗୀତ ଦେଖିବା, ଚା ଜଳଖିଆ ଟିକେ ଖାଇବା, ସାଥି ହେଇକି ତମେ ସାଡେ ଯିବ, ମୁଁ ଝିଅ ନେଇ ଘରକୁ ଆସିବି ଆଉ। ହଉ ହେଲା, ଏମିତି ପଇସା ଟଙ୍କାରେ ନ ମିଳିଲା ଚାକ ପେଟ ମିଳିବ, ଜଳଖିଆ ଟିକେ ମିଳିବ। ହଉ ଚାଲେ। ପଳେଇଲା ନା ବାହାଘର କହୁନାହାନ୍ତି। ବାଘର ପାଇଁ ଆଉ 8 ଦିନ ରହିଲା। ହଁ ଏଇ ମଙ୍ଗଳବାରେ ମଙ୍ଗଳ, ବୁଧବାର ବାହାଘର। ଠିକ ଅଛି ଆଉ। ବାହାଘର ଗୋଟେ ସକାଳେ ଆସିବ। ଦେଖିବା ମୁଁ ନାହିଁ ସକାଳେ ନୁହଁ, ସେ ଖାଇଲା ପିଲା ବେଳକୁ ଆସିବି। ହଁ ଟିକେ ଆସିବ, ଦେଖିବ ବାହାରେ ଆସିବ ଆଉ। ମୋ ପାଇଁ ଟିକେ କଣ୍ଟାଳିଆ ହେଲା ସେବା ଆମର ତାଙ୍କର ଯୋଉ ଅନୁକୂଳ